जरी मन पारिबु तरी जीवन सारू सेथिपाई काली मु आपण मान को प्रश्न करिथिली कि हसी शिखी जंती हाथ टेकी नथिले आम सतरे हस जणा न कि निजको भलो पाई शिखी जंती बंधु निजको बंधु बोली भावंती आमे निजको जे बंधु भाबिबो से जगबंधु को बंधु करि पारिबो मोहरूपी तप कटाके पड़ी रे मन पाई मच सह भाजी होइन मरु छुटी पाई आज आम समस्ते छलनार बेदी उपर छिड़ा है आम जंत्रणार छटपट होउछंती ये जंत्रणा किछु काहारी के देखै परुना हेले देखुची जणे मिछ मायाए संसारे केही नोहेगा हर दया मोरका जीवर जीवटेता हर ये संसार रे कई कारण होंती जगबंधु जगन्नाथ ही आमरिया ता संगरे भाव लगेबा दरकार ताको बंधु करिबा दरकार संसार बंधन छोटई हेले निस्वार्थ पर स्वार्थ पर हेले होई मात्र जंत्रणा सार संसार बंधन तुटिब जदि निस्वार्थ पर हवा जदि यही कथा भाविबा संसार बंधन हमको बांधि पारिबनी संसार भीतर थिबा भाई की भी रहिबानी केमिति आज आलोचना अबोध हेबारु मोते देरुची चिंता पाई संसार बंधन हमको छुई पारिबो ना संसारी हम बाबा जी बा संसार रहिबा स्त्री रहिबो पुओ रहिबो झियो रहिबो बापा रहिबो मां रहिबो एई जंत्रणा भितरे एई जंजाल भितरे अबोध हेबारु मोते देरुची चिंता पाई स्वयं दिव्यात्मन मो बापा माँ आज चिंतामणि चिंता लागू आम संसार चिंता करुचंती बोली जंत्रणा छटपट होती अशांतिर दावानल प्रत्येक मुहूर्त दग्धीभूत होती जदि आम चिंताटा ताकू दे दियंती आम चिंता कर कौन कर प्रेम बड़ थंडा रे संगात श्याम प्रेम बड़ थंडा श्याम प्रेम बड़ थंडा चाकिबा जुटिले संसार बासना चाकिबा जुटिले संसार बासना चंचल चंचल छिन्नारे संगात चंचल चंचल चिंता श्याम प्रेम बड़ थंडा तल अनुमाद मन विषादग्रस्त मन उद्यक्त मन चंचल मन स्थिर हवा पाई श्याम प्रेम बड़ थंडा रे संगात श्याम प्रेम बड़ थंडा श्याम प्रेम बड़ थंडा प्रपंच धर्म करम करण सिंह कलाणी मेढारे सिंह कलाणी प्रपंच धर्म करम करण सिंह कलाणी मेढारे सिंह कलाणी शीतले रसी बातुल हेउतु शीतले
দিনু দিনু এলো হুন্ডারে সঙ্গাত দিনু দিনু এলো হুন্ডা শ্যাম প্রেম বড় ଥଣ୍ଡା। ତେଣୁ ସଜନ ଏ ଜୀବନର ଚଲା ପଥରେ ପାରିବାରିକ ଜଞ୍ଜାଳ ନାହିଁ ତାତ ମାତ ଯାହାର ନାହିଁ ବନ୍ଧୁ ନାତ। ତମ କନେଇର କେହି ବନ୍ଧୁ ନାହିଁ, ବାନ୍ଧବ ନାହିଁ, ବାପା ନାହିଁ, ମା ନାହିଁ, ଜନ୍ମ ନାହିଁ, ମୃତ୍ୟୁ ନାହିଁ, ପତ୍ନୀ ନାହିଁ, ପୁତ୍ର ନାହିଁ, କନ୍ୟା ନାହିଁ। ତାହାର ଚଢ଼ଣିବୁ ନାହିଁ ତେଣୁ ସେ ବୈଷ୍ଣବ ବୋଲା। ତାର ରିପୁ ମଧ୍ୟ ନାହିଁ, ସେ ବୈଷ୍ଣବ ମହାବୈଷ୍ଣବ। ତେଣୁ ସେ କିଏ? ସେ କିଏ? ସେ ପ୍ରଭୁ ଈଶ୍ୱର ବୋଲାଏ ସଂସାରେ ଖେଳ କରୁଥାଏ। ହେ ପ୍ରଭୁ ଈଶ୍ୱର, ତେଣୁ ଈଶ୍ୱରର ମୃତ୍ୟୁ କୁଆଡ଼ୁ ଆଇଲା? ତମ କନେଇର ମୃତ୍ୟୁ କୁଆଡ଼ୁ ଆଇଲା? ଯିଏ 7ଟା ପୁଅ ମରିସାରିଲା ପରେ 6 ପୁଅ ମଲେ, 7ମ ପୁଅ ଅଦୃଶ୍ୟ ହେଇଗଲା। ମେଘ ଅନ୍ଧାର ରାତିରେ ବୁକୁ ଚିରି ଯୋଉ ପୁଅ ଜନ୍ମ ହେଲା, ରାତ୍ରିର ଅନ୍ଧକାରର ବୁକୁ ଚିରି ଆଲୋକ ଜାଳିବା ପାଇଁ ଯେ ଗୋପପୁରକୁ ଚାଲି ଯାଇପାରିଲା, ସେ କନେଇ କିଏ? ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି ଇଚ୍ଛାମୟ ସର୍ବଶକ୍ତି ବନ୍ତ ତତ୍ତ୍ୱରି ଉତ୍ପତ୍ତି ପାଳନନ୍ତ ଧ୍ରୁବଗିରି ତାରେ ପୁତ ତନ୍ତୁମୟ ସୂତ୍ରପର ତାରେ। ତେଣୁ ସ୍ୱୟଂ ଜୀବନ ଯା ହାତର ଖେଳଣା, ଏ ସୃଷ୍ଟି ଯା ହାତ ମୁଠାରେ ଆବଦ୍ଧ। ଚକ୍ଷୁର ପଲକ ପଡ଼ିଲେ ଯୋଉଠି ପ୍ରଳୟର ପ୍ଲାବନ ଆସେ, ଆଖି ଖୋଲିଦେଲେ ଯୋଉଠି ସୃଜନର ଶୁଭ ଶଙ୍ଖନାଦ ନିନାଦିତ ହୁଏ, ସେ ଈଶ୍ୱର, ସେ କନ୍ମୀ। ପୂର୍ଣ୍ଣନାଭିବତ ଖେଳେ ଇଚ୍ଛା ଶକ୍ତି ବଳେ ଉଦ୍ଭବ ହୋଇତୁ ଧର୍ମ ତାକୁ କାଳେ କାଳେ। ସେ କିଏ ମା? ଆଦି ଅନାଦି ଆଦି କାରଣ ସଗୁଣ ନିର୍ଗୁଣ ଆତ୍ମାରାମ ସନାତନ ବ୍ରହ୍ମନିରୂପଣ। ତେଣୁ ଦ୍ରୌପଦୀର କିଛି ଦୋଷ ନାହିଁ ମା। ସେ ଦ୍ରୌପଦୀ ସେଦିନ ତମ କହ୍ନେଇକି ଋଣ ଦେଇଥିଲା, କାନି ପଣତ ଚିରି ତାର ବୃଦ୍ଧା ଆଙ୍ଗୁଠି କଟି ଯାଇଥିଲା। ଆଜି ଯେତେବେଳେ ଭରା ରାଜସଭାରେ ତାକୁ ବିମର୍ଶନା କରାଗଲା, ଲୁଗା ଧରିଥିବା ପର୍ଯ୍ୟନ୍ତ ଦୁଷା ଟାଣୁଥିଲା, କଲୁଥିଲା। ଯେତେବେଳେ ହାତ ଦିଟା ଟେକି ଦେଲା, ଅସହାୟଙ୍କର ସହାୟକ ତମ କହ୍ନେଇ ଜଗନ୍ନାଥ। ଦ୍ୟୁକୁଳ ତାର ହୋଇଲେ ଶ୍ରୀହରି। ମା ବିଳମ୍ବ ହେଲା ନାହିଁ, ସେଦିନ ଋଣ ଶୁଝିବାର ବେଳ ଆଇଲା। ଅନାଥର ନାଥ ପରିପ୍ରକାଶ ହବାର ବେଳ ଆଇଲା। ଦ୍ୟୁକୁଳ ତାର ହୋଇଲେ ଶ୍ରୀହରି। দ্রৌপদী দেহକୁ গলে প্রভু ঘেরি দে গলে প্রভু ঘেরি। ପ୍ରଭୁ ଏକ ବିଚିତ୍ର ଅବତାର ହେଲେ, ବସ୍ତ୍ର ଅବତାର, ଦୁକୁଳ ଅବତାର। ଏମିତି ଅବତାର ପ୍ରଭୁ ଏଇ ଗୁଡ଼େଇ ହେଇଗଲେ ଯେ ଦୁଷା ତାଙ୍କୁ ବିବସନା କରିପାରିବ, ପ୍ରଭୁଙ୍କୁ କିଏ ମୁକୁଳା କରିପାରିବ? ତେଣୁ ଯେତେ ଟାଣିଲା ପ୍ରଭୁ ଆନନ୍ଦ ମାୟା ଯା ଦେବେ ଗୋଚରରେ ଦେବେ ଅଗୋଚର ନରବା ଜାଣିବେ କାହିଁ, ନରବା ଜାଣିବେ କାହିଁ। ସୃଷ୍ଟି ତିଥି ଯାର ଧ୍ରୁଭଙ୍ଗୀ ବିକାର, ଧ୍ରୁଭଙ୍ଗୀ ବିକାର ऋषि मुनि पाद ध्यान, ऋषि मुनि पाद ध्यान। ये सृष्टि स्थिति प्रलय जार आखि पलकर खेल ताकू के बुझी बुझी। तेणु तुम कनी माँ गोटे वस्त्र अवतार है,
ସେଦିନ ଋତୁସ୍ନାତା ଦ୍ରୌପଦୀ ଦେହରେ ଗୋଡ଼େଇ ହେଇଗଲା। ଋତୁସ୍ନାତା ବୋଲି ନାରୀଟିକୁ କେମିତି ଜାଣିବା? କେଶ ମୁକୁଳା ରହେ। ଋତୁସ୍ନାନର ପ୍ରଥମ ଦିନ କେଶ ମୁକୁଳା ରହେ ଶୁଦ୍ଧ ସ୍ନାନ ପର୍ଯ୍ୟନ୍ତ। ଆଜିକାଲି ତ ସବୁଦିନ ମୋ ମା ମାନଙ୍କର କେଶ ମୁକୁଳା, ତେଣୁ ସବୁଦିନ କ'ଣ ଋତୁ ସ୍ନାନ କରୁଛନ୍ତି କି? ତେଣୁ ଗୋଟା ବିଚିତ୍ର କଥା। ତେଣୁ ଅଚ୍ୟୁତ କହିଲେ ରଜବତୀ ନାରୀ ଏକଳା ପାଳି, ରଜବତୀ ନାରୀ ଏକଳା ପାଳି, ଗୁରୁଜନେ ପରଶିବେ ଓ ଗୁରୁଜନେ ପରଶିବେ ଉନ୍ମାଦ ହୋଇ মুখায় যুবক উন্মাদ হইল, মুখায় যুবক রকতরে রেত দেবে ও রকতরে রেত দেবে। নমস্କାର ଜନ ଦିବ୍ୟାତ୍ମନ ମୋ ବାପା ମା। ଆଜିର ବିଜ୍ଞାନୀ ମନୁଷ୍ୟ କମ୍ପ୍ୟୁଟର ମୋବାଇଲରେ ଖେଳ ଖେଳୁଥିବା ମଣିଷ ବୁଝିପାରୁନାହିଁ ଶାସ୍ତ୍ର ପୁରାଣର ଗୁଡ଼ କଥା। କାମନାର ନିଆଁରେ ଜଳି ଆଜି ପୂର୍ଣ୍ଣିମା, ଗୁରୁବାର, ଅମାବାସ୍ୟା, ସଂକ୍ରାନ୍ତିକୁ ଯୁବକ ଯୁବତୀମାନେ ମାନୁନାହାନ୍ତି। ସେଇ ଦିନମାନଙ୍କରେ ଯଦି ରତି କ୍ରୀଡ଼ାରେ ସନ୍ତାନ ରହିଯାଏ, ସନ୍ତତି ରହିଯାଏ, ସେ କ'ଣ ହବ ଜନ୍ମ? ବାଳୁଙ୍ଗା ବେଉସା ହୋଇବ କୃତି, ଦାର ପାଲଟାଇ କରିବେ ରତି। ବାଳୁଙ୍ଗା ଜନ୍ମ ହେବେ। ଆଉ ସେ ବାଳୁଙ୍ଗା ଜନ୍ମ ହେଲେ ମତେ ମାରିବନି ମୋ ବନ ଶଙ୍କର ଦେହ